ଆମେ କାହୁରି ଲୋକ ଏତେ ବଡ଼ ସହରରେ ଆମର ଚିହ୍ନା ଜଣା କେହି ନାହାନ୍ତି। ଆମେ ଟିକେ ଭୀମା ବାପାକୁ ପାଇ ପାଛରେ ନେଇ ଘରେ ରୁହନ୍ତୁ। ନାଇଁ ତମେ ରହିପାରିବ ଏଇଟା କଣ ଧର୍ମଶାଳା? ଭଦ୍ରକରେ ରହିବୁନି ବାବୁ। କାମ ଧନ୍ଦା କରିବୁ, ବାପାକୁ ପାଇବୁ, ପୁଣି ଏଠୁ ଚାଲିଯିବୁ। ରୁହନ୍ତୁ ବାପା। ବାପା ଏମିତିରେ ତ କେତେ ଲୋକ ଆମ ଘରେ କାମ ଧନ୍ଦା କରି ପଡି ରହିଛନ୍ତି, ସେମିତି ଆମ ଆପଣ ଦି ଜଣ ରହିବେ, ଏଥିରେ କ୍ଷତି କଣ? ବାପା ତମେ ପୁରା ପିଲାଟି ଦିନରୁ ଆମକୁ ଶିଖେଇଛ, ଦୁଃଖୀକୁ ଦୟା କର, ଅସହାୟକୁ ସାହାଯ୍ୟ ହୁଅ, ଆଉ ଭୋକିଲାକୁ ଖାଇବାକୁ ଦିଅ। ଦେଖିଲ ବାପା, ଟିକେ ଭଲ ଭାବେ ଦେଖିଲ ତା ବାପାକୁ ଖୋଜି ଖୋଜି କଳାକାଠ ପଡି ଯାଇଥିବା ସେ ପୁଅର ମୁହଁଟାକୁ ଦେଖି ତମ ବାପା ମାନେ କଣ ତରଳି ଯାଉନି? ବାପା ଏଇ ଶୁଣ, ତମମାନେ ରହିବ, ମୁଁ କହୁଛି ମାନେ ମୋ ବାପା ମୋ କଥା ରଖିବେ, ତମକୁ ଏ ଘରେ ରହିବା ପାଇଁ ନିଶ୍ଚୟ ଅନୁମତି ଦେବେ, ହେଲା? ରହିବ ତ? ମାସକୁ ମାସ ଟଙ୍କା ଦଉଛ, ଭଲ ରହୁଛ, ପୁଣି ଠିକା ଆସିବା ପାଇଁ ମନୋଯୋଗ କରିବି। ଯାଅ, ଯୋଉ ବାଟ ଆସିବ ସେ ବାଟ ଚାଲିଯାଅ। ଦୟାକରି ଆମକୁ ଚାଲିଯିବା ପାଇଁ କୁହନ୍ତୁନି ବାପା। ତମ ଗୋଡ଼ ତେଲ ମାଲିସ କରିଦେବି ବାପା। ଏ ବୟସରେ ପାଖରେ ପୁଅ ରହିବାଟା ଭଲ ବାପା। ତମେ ଜାଣିଛ ଗାଁରେ ମତେ ସମସ୍ତେ କଣ କହୁଛନ୍ତି? ଯିଏ ଦେଖୁଛି ମୁଣ୍ଡ ଆମରି କହୁଛି। କେତେ ଦିନ ତମେ ଏମିତି ଗାଁକୁ ପଇସା ପଠାଉଥିବ, ତମର ଭାଇ ବି ଗାଈ ଏମିତି ବୁଲୁଥିବ। ବାପା ଚାଲ ବାପା, ତମେ ଯେତେବେଳେ ବାହାରକୁ ଯିବ ତମ ହାତ ଧରି ମୁଁ ବାହାରକୁ ନେଇଯିବି। ଆଉ ଟିକେ ବୟସ ହେଲା ପରେ ଗାଧେଇ ଦେବି, ଖୁଆଇ ଦେବି, ସବୁଠୁ ସବୁ କାମ କରିବି। କିନ୍ତୁ ମୁଁ ସତ କହୁଛି ବାପା, ତମେ ଯଦି ଆମ ସହିତ ଘରକୁ ଆସିବ ନା, ମୁଁ ବି କୁଆଡ଼େ ଯିବିନି। ସଞ୍ଜରୁ ସକାଳ ଏଇ ଘରେ ଚାକର ଭଳିଆ ପଡ଼ିଥିବି, ତମ ସେବା କରୁଥିଲି। କିନ୍ତୁ ଘର ଛାଡ଼ି ମୁଁ କୁଆଡ଼େ ଯିବିନି ବାପା, କୁଆଡ଼େ ବି ଯିବିନି। ଠିକଣା ଦେଲା କିଏ? ଯେତେ ଶୀଘ୍ର ପାରୁଛନ୍ତି ପଡ଼ିଲା।